ଦୁଇ ଦିନ ଲଗାତାର ବର୍ଷା ହେବା ଯୋଗୁଁ ଆଜି ଗଡ଼ାପୋଲରେ ଥିବା ଅସ୍ଥାୟୀ ପୋଲ ଭାଙ୍ଗି ଯାଇଛି। ତ ସବୁଠୁ ବଡ଼ କଥା ଆମେ କହିବା ପାଇଁ ଚାହିଁବୁ, ଯେଉଁ ରାସ୍ତା ବର୍ତ୍ତମାନ ଯାଇଛି ଉଦା ବ୍ଲକରୁ ଆମର ଜିବି ନଗର, এটা ମୁଖ୍ୟ ରାସ୍ତା। এই ମୁଖ୍ୟ ରାସ୍ତା ଯେଉଁଭଳି ଭାବରେ ବର୍ତ୍ତମାନ ସେ ଭଙ୍ଗା ପୋଲ ଅସ୍ଥାୟୀ ପଡ଼ିଛି, ତ ଲୋକମାନେ ଯିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତ ଆମ ପାଖରେ କିଛି ଅଛନ୍ତି ସେ ଗ୍ରାମବାସୀ, ତ ତାଙ୍କର ସିଧାସଳଖ ପ୍ରତିକ୍ରିୟା ନେବା କ'ଣ ମାନେ ଏଇଭଳି ଭାବରେ କ'ଣ ତାଙ୍କର ଅସୁବିଧା ହେଉଛି ସେ ତାଙ୍କଠୁ ପ୍ରତିକ୍ରିୟା ନେଇଯିବା। କ'ଣ ହେଇଛି ଆଜ୍ଞା ଏ ଯେଉଁ ଆମର ପୋଲଟା ଦେଖନ୍ତୁ, ଏଇଟା ହେଲା ଆମର ଆମର ଉଦଳା ବ୍ଲକ ଏବଂ ଆମର ସେଟା କ'ଣ ଇଏ ଜିବି ନଗର? ଜିବି ନଗର। ତେଣୁ ଆମର ଅଙ୍କୁରପୁରରେ ଗୋଟେ ହସ୍ପିଟାଲ ଅଛି ସାର୍। ତେଣୁ ଯେକୌଣସି ବିପଦରେ ପଡ଼ିଲେ ଆମେ ସେଇ ଅଙ୍କୁରପୁର ହସ୍ପିଟାଲକୁ ଆମେ ଯାଇ, ତେଣୁ ସେଇ ହସ୍ପିଟାଲକୁ ଯିବା ପାଇଁ ବି ଆମକୁ ସୁରକ୍ଷିତ ନାହିଁ। ଯେଉଁ ପୋଲକୁ ଯେ କଣ୍ଟ୍ରାକ୍ଟର ନେଇଛନ୍ତି ସେ ଗୋଟେ ବାଇପାସ୍ ରୋଡ ଗୋଟେ ଆମକୁ ବନେଇ ନାହାନ୍ତି। ତେଣୁ ଏବେ ଯେଉଁ ଏଇ 2 ଦିନ 3 ଦିନ ବର୍ଷା ହେଲା ପରେ ଏଇ ପରିସ୍ଥିତି ଘଟିଲା ପରେ ବି ସେ କ'ଣ କରିଛନ୍ତି ନା ମରୁମ୍ 2 ଟ୍ରିପ୍ ପକେଇ ଦେଇକରି ବାଉଁଶ ସେ ବାନ୍ଧି ଦେଇଛନ୍ତି। ତେଣୁ ଆମକୁ ସାଇକେଲ ଟେକିକି ନେଇତେ ହେଉଛି କି ବାଇକରେ ଟେକିକି ନେଇ ହେଉଛି। ତେଣୁ ଏମିତି ପରିସ୍ଥିତିରେ ଆମେ ଅଛୁ। କିନ୍ତୁ ବାଇପାସ୍ ରୋଡ ହବା କଥା, କିନ୍ତୁ କାହିଁକି ହେଲା ନାହିଁ ସେଇଟା ହିଁ ଆମେ ଚିନ୍ତା କରୁଛୁ ବର୍ତ୍ତମାନ। ଆଚ୍ଛା, ଏବେ ଯୋଉ ପ୍ରକାର ପରିସ୍ଥିତି ଘଟିଛି ଆପଣମାନେ ସବୁ ଯାଉଛନ୍ତି କେମିତିକା? ଏ ପରିସ୍ଥିତିରେ ଏମିତି ଆମେ ଚାଲିକି ଯାଉଛୁ, କାହାକୁ ବୋହିକି ନେଉଛୁ, ନଚେତ ଆମେ 30 କିଲୋମିଟର ବୁଲିକି ଯାଉଛୁ ଆଜ୍ଞା। କାହାକୁ ଅଭିଯୋଗ କରିଥିଲେ ରାସ୍ତା ବାବଦକୁ? ନା, କାହାକୁ ଅଭିଯୋଗ କରିନୁ। ଆଜି ଏଇ ଭାଇମାନେ ସାଇମାନେ ଆସିକି ଆମକୁ ଯାହା ସାହାଯ୍ୟ ସହଯୋଗ କରୁଛନ୍ତି, କେମିତି ସେ ବାଇପାସ୍ ରୋଡ ହବ କି ଏଇ ପୋଲଟା କେମିତି ସହଯୋଗ ହବ, ସେୟା ଆମକୁ ସେ ସାହାଯ୍ୟ ସହଯୋଗ କରୁଛନ୍ତି। ଆପଣମାନେ ଦେଖିପାରୁଥିବେ ଯୋଉଭଳି ଭାବରେ ଗ୍ରାମବାସୀ ମାନେ ପ୍ରତିକ୍ରିୟା ଦଉଥିଲେ, ସେଇଭଳି ଭାବରେ ଆଉ ଜଣେ ଆମର ଅଛନ୍ତି ଆମ ଗ୍ରାମର ଗ୍ରାମବାସୀ, ତାଙ୍କଠୁ ସିଧାସଳଖ ପ୍ରତିକ୍ରିୟା ନେବା। କ'ଣ କହିବେ ମୋ ଯୋଉଭଳି ଭାବରେ ଭାଙ୍ଗିଛି ପୋଲଟି, ଆପଣମାନେ କେମିତି ଯିବା ଆସିବା କରୁଛନ୍ତି? ଏ ଯିବା ପାଇଁ ବହୁତ କଷ୍ଟ। ଏକୁ ଆମେ ଯାଇ ଆସିପାରୁନି, ଏ ପାଖ ଲୋକ ଯାଇପାରୁନାହାନ୍ତି, ସେ ଲୋକ ଆସିପାରୁନାହାନ୍ତି। ତେଣୁ ସବୁ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ତେଣୁ ଏଇଟା ଆଗ ଗୋଟେ ଆମର ବାଇପାସ୍ ରୋଡ ହବା ଦରକାର। କେମିତି କ'ଣ ଯିବା ଆସିବା କରୁଛନ୍ତି ଏବେ? ଏବେ ଯାଇପାରୁନାହାନ୍ତି, ଯିଏ ଯାଉଛନ୍ତି ଖାଲି ଯାତାୟାତ କରୁଛନ୍ତି, କିନ୍ତୁ ଡରରେ କିଏ ପେଲି ଠେଲିକି ଯାଉଛନ୍ତି, ନହେଲେ ବି ପଳେଇ ଆସୁଛନ୍ତି। କାହାକୁ ଅଭିଯୋଗ କରିଥିଲେ ବାବଦକୁ? ଏ ବାବଦକୁ ଅଭିଯୋଗ ଆମେ କୁହାହେଇଥିଲା, ସେମାନେ ତ କିଛି ଶୁଣୁନାହାନ୍ତି। ତେବେ ପ୍ରଶାସନ କେବେ ଏଇ ଅସ୍ଥାୟୀ ପୋଲକୁ ସଜାଡୁଛନ୍ତି ଏବଂ ଲୋକମାନଙ୍କର ଯାତାୟାତ ସୁବିଧା କେବେ କରୁଛନ୍ତି, ତାହା କେବଳ ବାକି ରହିଲା। ଉଦଳାରୁ ମୋନା ସିଂ, ସଂସାର ଲାଇଭ୍।